Hello everyone, welcome to my YouTube channel Education House। ଆଜି ଆମେ ଦ୍ୱିତୀୟ ଶ୍ରେଣୀର ପାଠ 16 ଆମର ପର୍ବପର୍ବାଣୀ ପାଠଟିର ଅଭ୍ୟାସ କାର୍ଯ୍ୟଟି କରିବା। ଦେଖ ଅଭ୍ୟାସ କାର୍ଯ୍ୟ 1 ନମ୍ବର ଆମର କଣ କହିଛି, ପଢ ଓ ଲେଖ। ଏଠାରେ କେତେ ଗୁଡ଼ିଏ ପଦ ଦେଇଛି, ସେଟା ପଢିବା ଆଉ ସେଠାରେ ଯୋଉ ଖାଲି ସ୍ଥାନ ଅଛି ସେଠାରେ ଆମେ ଲେଖିବା। ତ ଦେଖ ପ୍ରଥମେ ଆମର କଣ ଅଛି, ସ୍ଥାନ, ସ୍ଥିର, ସ୍ଥାୟୀ, ଅସ୍ଥି, ଦୁସ୍ଥ, ଅବସ୍ଥା, ସ୍ଥାପନ, ପ୍ରସ୍ଥାନ, ପ୍ରଶସ୍ତ, କୃଷ୍ଣ ହେଲା। ଦେଖ ତାପରେ କଣ ଅଛି ଆମର, ସ୍ୱସ୍ଥ, ପ୍ରସ୍ଥ, ସ୍ଥଳ, ସ୍ଥାବର, ବିଷ୍ଣୁ ହେଲା, ସହିଷ୍ଣୁ, ବୈଷ୍ଣବ, ଶ୍ରୀକୃଷ୍ଣ ହେଲା। ତା ପାଖରେ ଏମିତି ଲେଖିବା। ବୁଝିପାରିଲ ପିଲାମାନେ? ତାପରେ ଦେଖ 2 ନମ୍ବର କଣ କହିଛି, ତଳେ ଦିଆଯାଇଥିବା ଅକ୍ଷର ଗୁଡ଼ିକୁ ନେଇ ଯେତେ ପାରୁଛ ଶବ୍ଦ ଗଢ଼। କଣ କଣ ହବ, ପ୍ରସ୍ଥାନ, ସ୍ଥଳ, ହସ୍ତ, ପ୍ରସ୍ତାବ, ସ୍ଥାନ, ଅବସ୍ଥା, ପ୍ରବଳ, ବର୍ଣ୍ଣ, ଅଳପ ହେଲା, ପବନ ଏପରି ଲେଖିବ। ତାପରେ ଦେଖ 3 ନମ୍ବର କଣ କହିଛି, ଆସ ତଳ ବାକ୍ୟ ଗୁଡ଼ିକୁ ପଢିବା ଓ ଲେଖିବା। କଣ ଲେଖା ଅଛି, ସୁଦେଷ୍ଣା ବିଷ୍ଣୁପୁର ଯାଉଅଛି। ଏଟା କୃଷ୍ଣ ପକ୍ଷ ପରେ ଶୁକ୍ଳ ପକ୍ଷ ଆସେ। ତାପରେ କଣ ଲେଖା ହେଇଛି, ଆମ୍ଭେମାନେ କଷ୍ଟ ସହିଷ୍ଣୁ ହେବା ଉଚିତ। ସବୁଜ ପରିବା ଖାଇଲେ ଆମ ଦେହ ସୁସ୍ଥ ରହେ। ଆମ ଗାଁରେ ଗୋଟିଏ ବିଦ୍ୟାଳୟ ସ୍ଥାପନ କରାଗଲା। ବୁଝିପାରିଲ? ତା ତଳେ ଏମିତି ଲେଖିବା। 4 ନମ୍ବର କଣ କହିଛି, ସ୍ତ ଓ ସ୍ନ ଥିବା 5ଟି ଶବ୍ଦ ଲେଖ। କଣ ଲେଖିପାରିବା, ସ୍ଥଳ, ସ୍ଥାନ, ଅବସ୍ଥା, ବିଷ୍ଣୁ, କୃଷ୍ଣ ହେଲା, ଏପରି ଲେଖିବ। 5 ନମ୍ବର କଣ କହିଛି, ସ୍ତ ଥିବା 2ଟି ବାକ୍ୟ ଓ ସ୍ନ ଥିବା 2ଟି ବାକ୍ୟ ଲେଖ। ଦେଖ କଣ ଲେଖିବ, 3 ଭାଗ ଜଳ ଓ 1 ଭାଗ ସ୍ଥଳକୁ ନେଇ ଗଠିତ। ସେ ଗୋଟିଏ ସ୍ଥାନରେ ବସିଛି। ତାର ନାମ କୃଷ୍ଣ ଅଟେ। ବୈଷ୍ଣବ ବାବୁ ଆମ ଗାଁର ସରପଞ୍ଚ ଅଟନ୍ତି ହେଲା, ଏପରି ଲେଖିବ। ତାପରେ ଦେଖ 6 ନମ୍ବର କଣ କହିଛି, ପର୍ବର ନାମ ସହ ଉପଯୁକ୍ତ ପାଳନ ତାରିଖ ବା ତିଥିକୁ ନେଇ ତଳେ ବାକ୍ୟ ଲେଖ। ତ ପ୍ରଥମେ ଆମର କୋଉ ପର୍ବ ଅଛି, ଦେଖ ଦୀପାବଳି। ଦୀପାବଳି ଆମର କେବେ ପାଳନ କରାହଉଛି, ଦେଖ ଦୀପାବଳି ଆମର କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଉଛି। ତ ଏଠାରେ କଣ ଲେଖିବ, ପ୍ରଥମେ କଣ ଲେଖିବ, ଏଠାରେ କଣ ଲେଖିବ, ଉତ୍ତର ଦୀପାବଳି କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ। ତାପରେ ଦେଖ କଣ ଅଛି, ବଡ଼ଦିନ। ବଡ଼ଦିନ କେବେ ପାଳନ କରାହଉଛି, ଡିସେମ୍ବର 25 ତାରିଖ। ଲେଖିବ, ବଡ଼ଦିନ ଡିସେମ୍ବର ମାସ 25 ତାରିଖରେ ପାଳନ କରାଯାଏ। ରଥଯାତ୍ରା। ରଥଯାତ୍ରା ଆମର କେବେ ପାଳନ କରାହଉଛି, ଯାତ୍ରା ଆଷାଢ଼ ମାସ ଶୁକ୍ଳ ତୃତୀୟାରେ ପାଳନ କରାଯାଏ ହେଲା। ତାପରେ କଣ ଅଛି, ଗଣେଶ ପୂଜା। କଣ ଲେଖିବ, ଗଣେଶ ପୂଜା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ ହେଲା। ତାପରେ ସରସ୍ୱତୀ ପୂଜା। ସରସ୍ୱତୀ ପୂଜା କେବେ ପାଳନ କରାଯାଏ, ଦେଖିବ ସରସ୍ୱତୀ ପୂଜା ମାଘ ମାସ ପଞ୍ଚମୀ ତିଥିରେ ପାଳନ କରାଯାଏ ହେଲା। ତାପରେ ଅଛି ଗାନ୍ଧୀ ଜୟନ୍ତୀ। ଗାନ୍ଧୀ ଜୟନ୍ତୀ ଆମର କେବେ ପାଳନ କରାଯାଏ, ଗାନ୍ଧୀ ଜୟନ୍ତୀ ଅକ୍ଟୋବର 2 ତାରିଖରେ ପାଳନ କରାଯାଏ। ତାପରେ କଣ ଅଛି, ଗୁରୁ ଦିବସ ହେଲା। ଗୁରୁ ଦିବସ କେବେ ପାଳନ କରାହଉଛି, ସେପ୍ଟେମ୍ବର 5। ଏଠାରେ କଣ ଲେଖିବ, ଗୁରୁ ଦିବସ ସେପ୍ଟେମ୍ବର 5 ତାରିଖରେ ପାଳନ କରାଯାଏ ହେଲା। ତାପରେ ଅଛି ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ଆମର କେବେ ପାଳନ କରାଯାଉଛି, ଅଗଷ୍ଟ 15। ଏଠି ଲେଖିବ, ସ୍ୱାଧୀନତା ଦିବସ ଅଗଷ୍ଟ ମାସ 15 ତାରିଖରେ ପାଳନ କରାଯାଏ। ତାପରେ ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସ କେବେ ପାଳନ କରାଯାଏ, ଜାନୁଆରୀ 26 ତାରିଖରେ। ଏଠାରେ କଣ ଲେଖିବ, ସାଧାରଣତନ୍ତ୍ର ଦିବସ ଜାନୁଆରୀ 26 ତାରିଖରେ ପାଳନ କରାଯାଏ। ବୁଝିପାରିଲ ପିଲାମାନେ? ଏପରି ଲେଖିବ। ତାପରେ ଦେଖ 7 ନମ୍ବର କଣ କହିଛି, ତଳ ବାକ୍ୟ ଗୁଡ଼ିକରେ ଭୁଲ ଥିଲେ ଠିକ କରି ଲେଖ। କ ନମ୍ବର କଣ କହିଛି, ମହମ୍ମଦଙ୍କ ଜନ୍ମ ଦିବସକୁ ବଡ଼ଦିନ ରୂପେ ପାଳନ କରାଯାଏ। ଏଠାରେ ମହମ୍ମଦଙ୍କ ଜାଗାରେ କଣ ଲେଖିବ, ଯୀଶୁ ଖ୍ରୀଷ୍ଟ
ହେଲା। ଏଠି କଣ ଲେଖିବ? ଯୀଶୁ ଖ୍ରୀଷ୍ଟ ଜନ୍ମ ଦିବସକୁ ବଡଦିନ ରୂପେ ପାଳନ କରାଯାଏ। ତାପରେ ଖ ନମ୍ବର, ସରସ୍ୱତୀଙ୍କୁ ବିଦ୍ୟାଦାତ୍ରୀ ରୂପେ ପୂଜା କରାଯାଏ। ଏଇଟା ଠିକ ଅଛି। ଗ ନମ୍ବର, ମହାତ୍ମା ଗାନ୍ଧୀ ଥିଲେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି। ଏଠାରେ ମହାତ୍ମା ଗାନ୍ଧୀ ଭୁଲ ଅଛି। କଣ ଲେଖିବ? ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣ ଥିଲେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି। ହେଲା। ତାପରେ ଦେଖ ଘ ନମ୍ବର କଣ କହିଛି? 1950 ଜାନୁଆରୀ 26 ତାରିଖରେ ଆମ ଦେଶ ସ୍ୱାଧୀନ ହେଲା। ଏଟା ଭୁଲ ଅଛି। କଣ ଲେଖିବ? 1950 ଜାନୁଆରୀ 26 ତାରିଖରେ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେଲା। ତାପରେ ଅ ନମ୍ବର, 1869 ଅକ୍ଟୋବର 2 ତାରିଖରେ ନେତାଜୀ ଜନ୍ମଗ୍ରହଣ କରିଥିଲେ। ଏଇଟା ଭୁଲ ଅଛି। କଣ ଲେଖିବ? 1869 ଅକ୍ଟୋବର 2 ତାରିଖରେ ଗାନ୍ଧୀଜୀ ଜନ୍ମଗ୍ରହଣ କରିଥିଲେ। ବୁଝିପାରିଲ ପିଲାମାନେ? ଏପରି ଲେଖିବ। ତାପରେ ଦେଖ 8 ନମ୍ବର କଣ କହିଛି? ପର୍ବର ନାମ ସହିତ ସମ୍ପର୍କିତ ଚିତ୍ରକୁ ଗାର ଦେଇ ଯୋଡ। ରଜ, ରଜ ଆମର କୋଉଠି ଅଛି? ଏଇଟା ହଉଛି ଆମର ରଜ। ଦେଖ ଏଠାରେ ଏଇଟା ହଉଛି ଆମର ରଜ। ତାପରେ କହିଛି ଜନ୍ମାଷ୍ଟମୀ। ଦେଖ ଜନ୍ମାଷ୍ଟମୀ ଆମର କୋଉଟା ଅଛି? ଏଇଟା ହଉଛି ଆମର ଜନ୍ମାଷ୍ଟମୀ ଲାଷ୍ଟ କୃଷ୍ଣଙ୍କ ଯୋଉଠି ଅଛି ଲାଷ୍ଟ କୁ ଗାର ଟାଣିବ। ହୋଲି, ଏଇଟା ହଉଛି ଆମର ହୋଲି। ବଡଦିନ, ବଡଦିନ ହଉଛି ଆମର ଏଇଟା ହେଲା ଫାଷ୍ଟ ଚିତ୍ରଟା। ବଡଦିନକୁ ଏପରି ଫାଷ୍ଟ ଚିତ୍ର ସହିତ ଗାର ଟାଣିବ ହେଲା। ତାପରେ କଣ ଅଛି? ରମଜାନ, ଏଟାରେ ଗାର ଟାଣିବ ହେଲା। ତାପରେ ଦେଖ 9 ନମ୍ବର କଣ କରୁଛି? ପାଠଟିକୁ ପଢ ଓ ନିଜ ଭାଷାରେ ଆଲୋଚନା କରି ଉତ୍ତର ଲେଖ। କ ନମ୍ବର, ଦୀପାବଳିରେ କେଉଁ ଠାକୁରାଣୀଙ୍କୁ ପୂଜା କରାଯାଏ? କଣ ଲେଖିବ? ଦୀପାବଳିରେ ମା କାଳୀ ଠାକୁରାଣୀଙ୍କୁ ପୂଜା କରାଯାଏ। ଖ ନମ୍ବର, ରଥଯାତ୍ରାରେ କେଉଁ କେଉଁ ଠାକୁର ରଥରେ ଯାତ୍ରା କରନ୍ତି? କଣ ଲେଖିବ? ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ରଥରେ ଯାତ୍ରା କରନ୍ତି। ଗ ନମ୍ବର, କେଉଁ ପର୍ବରେ ଜାତୀୟ ପତାକା ଉଡାଯାଏ ଓ ଜାତୀୟ ସଙ୍ଗୀତ ଗାନ କରାଯାଏ? କଣ ଲେଖିବ? ସ୍ଵାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉଡାଯାଏ ଓ ଜାତୀୟ ସଙ୍ଗୀତ ଗାନ କରାଯାଏ। ଘ ନମ୍ବର, ଗାନ୍ଧୀଜୀଙ୍କୁ ଆମେ କାହିଁକି ମନେ ରଖିଛୁ? କାହିଁକି? ଲେଖିବ ଗାନ୍ଧୀଜୀ ଆମର ଜାତୀୟ ପିତା। ସେ ଆମ ଦେଶକୁ ସ୍ଵାଧୀନ କରିଥିଲେ। ତେଣୁ ଆମେ ଗାନ୍ଧୀଜୀକୁ ମନେ ରଖିଛୁ। ତାପରେ ଅ ନମ୍ବର, ଗୁରୁ ଦିବସ କେଉଁ ତାରିଖରେ ପାଳନ କରାଯାଏ? କଣ ଲେଖିବ? ଗୁରୁ ଦିବସ ସେପ୍ଟେମ୍ବର ମାସ 5 ତାରିଖରେ ପାଳନ କରାଯାଏ। ଲେଖ। କଣ କହିଛି? ତୁମ ବିଦ୍ୟାଳୟରେ ଗଣେଶ ପୂଜା କିପରି ପାଳନ କର? କେମିତି ପାଳନ କରୁଛ? ନା ବିଦ୍ୟାଳୟରେ ସବୁ ସଫା କରାଯାଏ। ଗଣେଶଙ୍କ ମୂର୍ତ୍ତି ଅଣାଯାଏ ହେଲା। ଭୋଗ ଅଣାଯାଏ। ବ୍ରାହ୍ମଣ ଗଣେଶଙ୍କ ପୂଜା କରିଥାଏ ହେଲା। ପିଲାମାନଙ୍କୁ ପ୍ରସାଦ ବଣ୍ଟା ଯାଇଥାଏ ହେଲା। ଏପରି ଲେଖିବ। ଖ ନମ୍ବର, ତୁମ ବିଦ୍ୟାଳୟରେ ସ୍ଵାଧୀନତା ଦିବସ କିପରି ପାଳନ କରାଯାଏ? କଣ ଲେଖିବ? ପିଲାମାନେ ସକାଳୁ ଉଠି ସ୍କୁଲର ପୋଷାକ ପିନ୍ଧି ଆସିଥାନ୍ତି ହେଲା। ତାପରେ ଆମର ମାର୍ଚିଂ ହୋଇଥାଏ ସ୍କୁଲରେ। ଆଉ କଣ ହଉଛି? ନା ସେଠାରେ ବଡ ବଡ ଗୁରୁଜନ ମାନଙ୍କୁ ଡକା ଯାଇଥାଏ। ପିଲାମାନେ ଭାଷଣ ଦିଅନ୍ତି। ପିଲାମାନଙ୍କୁ କିଛି ଜଳଖିଆ ଦିଆଯାଏ। ଆଉ କଣ କରାଯାଏ? ଜାତୀୟ ପତାକା ଉଡାଯାଏ। ଜାତୀୟ ସଙ୍ଗୀତ ଗାନ କରନ୍ତି ଏବଂ ନିଜ ଘରକୁ ଯାଇଥାନ୍ତି। ଏପରି ଲେଖିବ। ଗ ନମ୍ବର, ଗୁରୁ ଦିବସ ତୁମେ କିପରି ପାଳନ କର? ଗୁରୁ ଦିବସରେ ଗୁରୁ ମାନଙ୍କୁ ପୂଜା କରାଯାଏ ହେଲା। ଭାଷଣ ଦିଆଯାଏ। ସେମାନଙ୍କ ପାଇଁ ଗୀତ ଗାଇଥାନ୍ତି ପିଲାମାନେ ହେଲା। ସେଇଦିନ ଗୁରୁ ମାନଙ୍କୁ ସମ୍ମାନ ଦେଇଥାନ୍ତି। ତାପରେ ଘ ନମ୍ବର, ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଚିତ୍ର ସଂଗ୍ରହ କରି ଆଲବମ ତିଆରି କର। ଏଠାରେ ତମେ ଆଲବମ କରିକି ଚିପକେଇ ପାରିବ। ବୁଝିପାରିଲ? ଯଦି ଭିଡିଓ ଗୁଡିକ ଭଲ ଲାଗୁଛି ନିଜ ସାଙ୍ଗସାଥି ମାନଙ୍କୁ ନିଶ୍ଚୟ ସେୟାର କର।
ଏବଂ ଚ୍ୟାନେଲଟିରେ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କର। ଧନ୍ୟବାଦ।